ଚାକିରିରୁ ଅବସର ପରେ ସରି ଯାଏ ନାହିଁ ବୟସ। ଚାକିରି ଜୀବନରେ ମିଳିଥିବା ଅନୁଭୂତି ଏବେ ଅନ୍ୟଙ୍କ ପାଇଁ ପାଲଟିଛି ପ୍ରେରଣା। ନିଜେ ଏକ ସଫଳ ଚାଷୀ ହେବା ସହିତ ଏକାଧିକ ପରିବାରକୁ ରୋଜଗାର ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲା କୋଳିଅଣା ଅଞ୍ଚଳର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅଶୋକ କୁମାର ପାଣିଗ୍ରାହୀ। ଚାକିରିରୁ ଅବସର ପରେ ଚାଷ ଦେଇଛି ସଫଳତା। ଦୀର୍ଘ ଦିନ ଧରି ସିଣ୍ଡିକେଟ ବ୍ୟାଙ୍କ ଅଧିକାରୀ ପଦରୁ ଅବସର ନେବା ପରେ ଜଣେ ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ କାମତା ଗାଁର ଅଶୋକ କୁମାର ପାଣିଗ୍ରାହୀ। ଜୈବିକ ପଦ୍ଧତି ପ୍ରୟୋଗ କରି ବିଭିନ୍ନ ପ୍ରଜାତିର ଫୁଲ ଫଳ ଓ ଚାରା ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଏହା ସହିତ ଏହି ଅଞ୍ଚଳରେ ଏକାଧିକ ପରିବାରକୁ ରୋଜଗାରର ପନ୍ଥା ଯୋଗାଉଛନ୍ତି। अंजीर, C1 ड्रैगन फ्रूट, नागपुर कमला, चाइना ऑरेंज, काश्मीर एप्पल, मिस इंडिया एप्पल बेर, रानी सपुरी, लाली अँला, मौसुमी सहित भली भली विभिन्न भेराइटीर आंब सह अनेक प्रजातिर फल और फूल गछ मध्य चाष करिसेंती अशोक। ମୁଁ 2012 ମୁଁ ବ୍ୟାଙ୍କରେ ୟୁନାଇଟେଡ୍ ବ୍ୟାଙ୍କରେ ଥିଲି ଏବଂ ମୁଁ 2012 ରେ ରିଟାୟାର୍ଡ କଲି ଏବଂ ମୁଁ 8-9 ବର୍ଷ ପରେ ଏଟା 2021-22 ବେଳକୁ ଜାଷ୍ଟ ତିଆରି ମନରେ ଚିନ୍ତା ଆସିଲା ଏବଂ ମୋତେ ଏଇ ଯେଉଁ 8-9 ବର୍ଷ ମୁଁ ଦେଖିଲି ଯେ ମୁଁ ତ ବହୁତ କିଛି କରିପାରିବି ଏବଂ ପ୍ରକୃତିକୁ ମୋର ଗୋଟେ ଶ୍ରଦ୍ଧା ଥିଲା ଏବଂ ଗଛଲତା ପ୍ରତି ଶ୍ରଦ୍ଧା ଥିଲା। କାରଣ ସେଥିପାଇଁ ମୁଁ ଯେହେତୁ ମୋର ବି ଜାଗା ବି ମଧ୍ୟ ଅଛି ସେଥିପାଇଁ ମୁଁ ଭାବିଲି ଯେ ଗୋଟେ ଫଳ ବଗିଚା କରିବି। ମୁଁ ପ୍ରଥମେ ଜଣେ ବନ୍ଧୁ ବାରିପଦା ଜଣଙ୍କ ଘରକୁ ଯାଇଥିଲି। ସେଠି ମୁଁ ଏଇ ଡ୍ରାଗନ୍ ଫାର୍ମ ବିଷୟରେ ଶୁଣିଲି ଯେ ଡ୍ରାଗନ୍ ଫାର୍ମଟି ଆମର ଏଇ ମାଟିରେ ହେଇପାରିବ ଏବଂ ସେଥିପାଇଁ ମୁଁ ଜାଣିବା ପାଇଁ ଚାହିଁଲି ଯେ ଡ୍ରାଗନ୍ଟା କ'ଣ ଏବଂ ଡ୍ରାଗନ୍ ଫାର୍ମ କେରକ ଲଗାଯିବ, ତା'ର କେରକ ଭଲ କରାଯିବ। ତେଣୁ ମୁଁ ୟୁଟ୍ୟୁବରୁ ପଢ଼ିକି ସବୁ ଅନେକ ଜିନିଷ ମୋର ଆଇଡ଼ିଆ ହେଲା ଏବଂ ମୁଁ ଯେହେତୁ ଦେଖିଲି ଯେ ମୋର ଜାଗା ଏଠି ବାପାଙ୍କର ଜମି ସବୁ ଥିଲା 9 ଏକର ଜମା ଏବଂ ମୁଁ ଭାବିଲି ଯେ ଯେହେତୁ ନିଜର ଜାଗା ଅଛି ଏବଂ ଜାଗା ପାଖରେ ମୋର ଜଣେ ବି ଲୋକ ବି ରହିଛନ୍ତି ତେଣୁ ଦେଖା ଚାହାଁ ପାଇଁ ଅସୁବିଧା ହେବନି। ସେଥିପାଇଁ ମୁଁ ଡ୍ରାଗନ୍ କାହିଁକି ବିଭିନ୍ନ ରକମ ଫଳ ଗଛ ଲଗେଇଲି। ଯେକୌଣସି କାର୍ଯ୍ୟରେ ନିଜର ଏକାଗ୍ରତା ଲଗାଇ କାର୍ଯ୍ୟ କଲେ ସଫଳତା ନିଶ୍ଚୟ ଭାବରେ ମିଳେ। एकथा अशोक निजे करी देखाइछंती। एकदा निजर कर्मठता पाई लोक माने तांको पागल होई जाइछि बोली समालोचना करुथिले। हेले अशोकंकर परिश्रम और अध्यवसाय जोगु तांको अंचल रे से जणे प्रेरणा पालटिछंती। तांको द्वारा प्रस्तुत बगीचा देखिले मन लाखि जाउछि। मते जो नना को कथा कहउचंती, नना को कथा तो जो अशोक पाणिग्राही से मो नना सी फार्म हाउस डेभलप करछंती। वास्तविक यही फार्म हाउस डेभलप करिया परे सी जहाँ परिश्रम करछंती से अक्लांत परिश्रम करछंती जोटा कि अन्य लोक माने प्रथम जते देखुथिले से माने भाबुथिले जे ये बोधे पागल हो जाइछंती, ये किछि बुझंतीनी, पैसा पाइछंती, पैसा आनिकी एठी ढाली दउछंती किंतु एथरु किछि से यील्ड हबो नाही, किछि फल पाइबे नाही। बगीचा को आसिले प्रथमे अशोक एठारे माटी को प्रणाम करती। आज 73 वर्ष बयस रे चाष काम को आपणाई तांको बेस मानसिक शांति मिलुछि बोली कहिछंती अशोक पाणिग्राही। बैंक चाकरी अवसर परे होई पारिछंती से जणे सफल चाषी एवं फूल फल सहित अंजीर भली नूतन प्रजातिर फल चाष करी सेही अंचल रे एबे से प्रशंसा साउंडुछंती। से बहुत परिश्रम भी करिसेंती, तांकर अवदान अच्छी। प्रथम मु विरक्त होतली माने गुडाए टंका शेष करिके करिवे किछि हबो न हबो किंतु आज देखुची, आज मते खुशी लागुची। सब गछ जतेले परिपूर्ण अवस्था रे आसिलानी देखि खुशी लागुची। तांको सहित मोर भी अवदान अच्छी माने तांको परिश्रम सहित सी सकाळु बाहरी आसंती राति रे घर को फेरंती। मयूरभंज प्रदीप्त होतांको रिपोर्ट खबर ओडिशा।